ଶେଷ ଶେଷିଆ ଚକୁଳି ପିଠା ଆଣରେ ବନେଇଥିବା ଜିନିଷଟା ଏତେ ଟେଷ୍ଟି ଲାଗିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ଆପଣମାନେ ଏଇ ଜିନିଷଟା ଦେଖିକି କେବେ ବି ଭାବି ପାରୁଛନ୍ତି ନା ଏଇଟା ଶେଷ ଶେଷିଆ ଚକୁଳି ପିଠା ଆଣରେ ବନିଥିବ ବୋଲି? କେମିତି ବନେଇଲି ଚାଲନ୍ତୁ ଆପଣମାନଙ୍କ ସହିତ ସେୟାର କରୁଛି। ଏଇ ହାଣ୍ଡିରେ ହାଣ୍ଡି ହେବ ଚକୁଳି ପିଠା ଆଣ ବନେଇଥିଲି। ସବୁ ସରିଯାଇଥିଲା, ଲାଷ୍ଟରେ ଆଉ ଶେଷ ଶେଷିଆ ଚକୁଳି ପିଠା ଆଣ ଥିଲା। ଯେହେତୁ ସେଥିରେ ଚାଉଳର ପରିମାଣ ଅଧିକ ଥାଏ, ଏଇଟା ଆମ ଘରେ କେହି ଖାଇବାକୁ ଭଲ ପାଆନ୍ତି। ସେଇ ଆଣରେ ଆଜି ଗୋଟେ ଜିନିଷ ବନେଇଥିଲି, ସେଇଟା ବହୁତ ଟେଷ୍ଟି ହେଇଥିଲା। କାରଣ ଆମ ଘରେ ସମସ୍ତଙ୍କୁ ଏଇଟା ବହୁତ ଭଲ ଲାଗିଲା। ଚକୁଳି ପିଠା ଆଣ ନେଇଗଲି, ସେଥିରେ ପତଳା ପତଳା ଚକୁଳି ପିଠା କରିବାରେ ଲାଗିଗଲି। ସେପଟେ ଚକୁଳି ପିଠା କରୁଛି, ଏପଟେ ଗୋଟେ କଡ଼େଇରେ 1/2 ଲିଟର କ୍ଷୀର ନେଇଗଲି। କ୍ଷୀର ଅଳ୍ପ ଟିକେ ଗରମ ହେଇଗଲା ପରେ ଗୋଟେ ପ୍ୟାକେଟ ଅମୁଲ ନେଇଗଲି। 2 ଚାମଚ କର୍ଣ୍ଣଫ୍ଲୋର କ୍ଷୀରରେ ଟିକେ ଗୋଳେଇ ଦେଇକି ସେ କ୍ଷୀରରେ ମିଶାଇ ଦେଲି। ଚିନି ନେଇଗଲି, ଚିନି ବଦଳରେ ମୁଁ ଏଠି ତାଳ ମିଶ୍ରି ଗୁଣ୍ଡ ୟୁଜ୍ କରିଛି। ସବୁକୁ ଫେଣ୍ଟି ଫେଣ୍ଟି ଦେଖନ୍ତୁ ଏଇ କନସିଷ୍ଟେନ୍ସିକୁ ଆଣିଲି ଭାରି। ଆଉ ବେଶୀ ବହଳିଆ କରିବାନି, କାରଣ ତାପରେ ପୁଣି ଥଣ୍ଡା ହେଲା ପରେ ପୁଣି ସେ ଆଉ ଟିକେ ବହଳିଆ ହେଇଯିବ। ଏପଟେ ଦେଖନ୍ତୁ ମୁଁ ବଳିଥିବା ବିରି ଚାଉଳ ଆଣରେ ପୁରା ସବୁଥିରେ ଚକୁଳି ପିଠା ମୁଁ ଏତିକି କରିଦେଇଛି। ତାକୁ ଆମେ ଇକ୍ୱାଲ ସାଇଜ୍ର କାଟିବା ପାଇଁ ମୁଁ ଏମିତି ଗୋଟେ ଟିଫିନ୍ ନେଇଗଲି, ପ୍ରେସ୍ କରିଦେଲି। ଦେଖନ୍ତୁ ପୁରା ବଢ଼ିଆରେ ମୋର କଟି ଯାଇଛି। ସେଗୁଡ଼ାକ ମୁଁ ବାହାର କରି ନେଉଛି। ଯେଉଁଟା କାଟିଲା ପରେ ଯେଉଁଗୁଡ଼ା ରହିଲା ସାଇଟ୍ ଗୁଡ଼ାକ, ସେଗୁଡ଼ାକ ଆମେ ପରେ ୟୁଜ୍ କରିବା, ଫୋପାଡ଼ିବାନି ଆମେ। ଦେଖନ୍ତୁ ଏଇଠି ମୋର ବଢ଼ିଆରେ ପୁରା ଦେଖନ୍ତୁ ଚକୁଳି ପିଠା ଗୁଡ଼ାକ ସେମ୍ ସାଇଜ୍ର ମୋର ପୁରା କାଟି ହେଇଯାଇଛି। ଗୋଟେ ଇଲେକ୍ଟ୍ରିକ୍ ଚପର ନେଇଛି। ସେ ଚକୁଳି ପିଠାର ସେ ସାଇଟ୍ ଗୁଡ଼ାକ ଯେଉଁଟା ମୁଁ ରଖିଥିଲି ତାକୁ ଛୋଟ ଛୋଟ ପିସ୍ କରିକି ସେଇ ଇଲେକ୍ଟ୍ରିକ୍ ଚପରରେ ପକେଇକି ତାକୁ ଆମେ ଟିକେ ଯେମିତି ବ୍ରେଡ୍ କ୍ରମ୍ସ ହୁଏ ନା, ସେଇ ଟାଇପ୍ର ଆମେ ଟିକେ ତାକୁ ଚପ୍ କରିଦେବା। ଆପଣଙ୍କ ପାଖରେ ଯଦି ହ୍ୟାଣ୍ଡ ବ୍ଲେଣ୍ଡର ଥିବ ସେଥିରେ ମଧ୍ୟ କରିପାରିବେ। ହ୍ୟାଣ୍ଡ ବ୍ଲେଣ୍ଡର ନଥିଲେ ବି ଆପଣ ଗ୍ରାଇଣ୍ଡିଙ୍ଗ ଜାର୍ରେ ଅନ୍ ଅଫ୍ କରିକି ଏଇ ଟାଇପ୍ର ଆପଣ ବ୍ରେଡ୍ କ୍ରମ୍ସ ଟାଇପ୍ର ଆପଣ କରିପାରିବେ। ଦେଖନ୍ତୁ କେମିତି ମୋର ହେଇଯାଇଛି ପୁରା ଏକଦମ ବ୍ରେଡ୍ କ୍ରମ୍ସ ଭଳିଆ। ତ ଏପଟେ ଦେଖନ୍ତୁ ମୋର କ୍ଷୀର ବି ଥଣ୍ଡା ହେଇଯାଇଛି, ଆଉ ଟିକେ ବହଳିଆ ବି ହେଇଯାଇଛି। ଏଇ ଟାଇପ୍ର କନସିଷ୍ଟେନ୍ସି ଆମର ଦରକାର। ତ ଏଠି ଆମର ଚକୁଳି ପିଠା ରେଡ଼ି ହେଇଗଲା। ଆଉ ଯେଉଁଟା ଆମର ରାବିଡ଼ି ଟାଇପ୍ର କରିଥିଲେ ସିଏ ବି ଥଣ୍ଡା ହେଇଯାଇଛି। ଏବେ କ'ଣ କଲେ, ଗୋଟେ ଚକୁଳି ପିଠା ରଖିଲେ ତା ଉପରେ ଏମିତି ଗୋଟେ ଦେଇଦେଲେ ଲେୟାର ଦେଇଦେଲେ ଆମେ ରାବିଡ଼ି, ତା ଉପରେ ଆଉ ଗୋଟେ ଚକୁଳି ପିଠା ରଖିଦେଲେ। ଏମିତି ଆମେ ସବୁ ଚକୁଳି ପିଠାକ ରଖିଦେଲେ। ତାପରେ ଉପରେ ଆମେ ଯେମିତି କେକ୍ରେ ଆମେ କ୍ରିମ୍ ଲଗାଏ, ସେଇ ଟାଇପ୍ର ରାବିଡ଼ି ଗୁଡ଼ାକ ଆମେ ସବୁ ସାଇଟ୍ ଆଉ ଉପର ସବୁଆଡ଼େ ଲଗେଇଦେବା। ସେ ଯେଉଁ ଚକୁଳି ପିଠାର ସାଇଟ୍ ଗୁଡ଼ାକ ଥିଲା ଆମେ ବ୍ରେଡ୍ କ୍ରମ୍ସ ଭଳିଆ କରିଥିଲେ, ସେଗୁଡ଼ାକ ଆମେ ଉପରେ ପୁରା ଏମିତି ଲଗେଇଦେଲେ। ଦେଖନ୍ତୁ କେତେ ଥଲଥଲ ହେଉଛି ଆଉ ପୁରା କେକ୍ ଭଳିଆ ଦିଶୁଛି ନା। ଖାଇବାକୁ କେତେ ଭଲ ଲାଗିବ ଆପଣମାନେ ଜାଣିପାରୁଥିବେ। ତ ଦେଖନ୍ତୁ ମୁଁ ଏବେ କାଟିକି ଆପଣମାନଙ୍କୁ ଦେଖାଉଛି କେତେ ବଢ଼ିଆ ଦିଶୁଛି ଆଉ କେତେ ଲେୟାର ଦିଶୁଛି। ଦେଖନ୍ତୁ ଆପଣମାନେ, ଆଉ ପୁରା ସଫ୍ଟ ହେଇଛି, ପୁରା ମାନେ ରାବିଡ଼ି ସହିତ ଚକୁଳି ପିଠା ଟେଷ୍ଟ ମସ୍ତ ଲାଗୁଛି। ଆପଣମାନେ ଏମିତି ଥରେ ଟ୍ରାଏ କରନ୍ତୁ, ଆପଣଙ୍କ ଫ୍ୟାମିଲିରେ ସମସ୍ତଙ୍କୁ ଟେଷ୍ଟ କରାନ୍ତୁ। ଦେଖନ୍ତୁ ସମସ୍ତଙ୍କୁ ବହୁତ ଭଲ ଲାଗିବ।